नमस्कार आसंतु सुनिबा जगन्नाथଙ୍କ କାହାଣୀର ପରବର୍ତ୍ତୀ ଭାଗ। ସେଠାରେ ଉପସ୍ଥିତ ସୈନିକମାନେ ଇନ୍ଦ୍ରଦ୍ୟୁମ୍ନଙ୍କୁ ପାଗଳ ଭାବି ବନ୍ଦୀ କରିନେଲେ ଓ ଗାଲମାଧବଙ୍କ ଦରବାରକୁ ନେଇଗଲେ। ଦରବାରରେ ରାଜା ଇନ୍ଦ୍ରଦ୍ୟୁମ୍ନ ନିଜ ସହ ଘଟିଥିବା ସମସ୍ତ ବୃତ୍ତାନ୍ତ ଗାଲମାଧବଙ୍କୁ ବର୍ଣ୍ଣନା କଲେ। ତେବେ କେହି ବି ତାଙ୍କ କଥାରେ ତିଳେ ମାତ୍ର ବିଶ୍ୱାସ କଲେ ନାହିଁ। ଓଲଟି ସେ ପ୍ରକୃତରେ ଇନ୍ଦ୍ରଦ୍ୟୁମ୍ନ ଏହା କହିଲା ପରେ ରାଜସଭାରେ ଉପସ୍ଥିତ ସମସ୍ତ ପାରିଷଦଗଣ ତାଙ୍କୁ କଟୁ ପରିହାସ କରିବାକୁ ଲାଗିଲେ। ଏପରିକି କିଛି ରାଜକର୍ମଚାରୀ ଇନ୍ଦ୍ରଦ୍ୟୁମ୍ନଙ୍କୁ ଶତ୍ରୁ ଦେଶର ଗୁପ୍ତଚର ବୋଲି କହି ଲାଞ୍ଛନା ଦେବାକୁ ଲାଗିଲେ। ଚାଲିଯାଅ ଏଠାରୁ, ବୃଦ୍ଧାବସ୍ଥା ଲାଗି ତୁମ ମତିଭ୍ରମ ହୋଇଗଲାଣି। ତୁମ ମାନସିକ ଅବସ୍ଥା ଉପରେ ଦୟାକରି ମୁଁ ତୁମକୁ କୌଣସି ଦଣ୍ଡ ଦେଉନାହିଁ। ତେବେ ପୁଣି ଯଦି ଏପରି ରାସ୍ତାରେ ପ୍ରଳାପ କରୁଥିବାର ଦେଖିବାକୁ ମିଳେ ତୁମକୁ କଠୋର ଦଣ୍ଡ ଦିଆଯିବ। ଏହା କହି ରାଜା ଗାଲମାଧବ ଅପମାନିତ କରି ଇନ୍ଦ୍ରଦ୍ୟୁମ୍ନଙ୍କୁ ରାଜସଭାରୁ ବିତାଡ଼ିତ କରିଦେଲେ। ସେଦିନ ରାଜକାର୍ଯ୍ୟ ସମାପ୍ତ କରି ଯେତେବେଳେ ରାଜା ଗାଲମାଧବ ବିଛଣାକୁ ଗଲେ ତାଙ୍କୁ ସ୍ୱପ୍ନରେ ଭଗବାନ ବିଷ୍ଣୁ ଦେଖାଦେଲେ। ରେ ମୂର୍ଖ, ତୋ ଅହଙ୍କାର ତୋତେ ଅନ୍ଧ କରିଦେଇଛି। ଯାହାକୁ ତୁ ଆଜି ଅପମାନିତ କରି ବିଦା କରିଦେଲୁ ସେ ମୋର ସବୁଠାରୁ ପ୍ରିୟ ଭକ୍ତ ଇନ୍ଦ୍ରଦ୍ୟୁମ୍ନ ଥିଲା। ସିଏ ହିଁ ମୋ ଆଦେଶ ଅନୁସାରେ ଏହି ମନ୍ଦିରର ନିର୍ମାଣ କରେଇଛି। ଏହି ମନ୍ଦିରଟି ମୋର ପୁରୁଷୋତ୍ତମ ଜଗନ୍ନାଥ ସ୍ୱରୂପକୁ ସମର୍ପିତ, ଯାହା ଆଜି ବି ନିଜ ପ୍ରିୟ ଭକ୍ତ ହାତରେ ପ୍ରତିଷ୍ଠିତ ହେବା ଅପେକ୍ଷାରେ ବାଲୁକା ରାଶି ମଧ୍ୟରେ ପୋତି ହେଇ ପଡ଼ିଛି। ଯାଇକରି ଇନ୍ଦ୍ରଦ୍ୟୁମ୍ନଙ୍କୁ ସସମ୍ମାନେ ନେଇ ଆସ ଏବଂ ବିଧିପୂର୍ବକ ମୋର ଏହି ଶ୍ରୀମନ୍ଦିରର ପ୍ରତିଷ୍ଠା କରା। ଭଗବାନ ବିଷ୍ଣୁଙ୍କ ଏହି ଆଦେଶ ପାଇ ରାଜା ଗାଲମାଧବ ସେହି ସମୟରେ ଅର୍ଦ୍ଧରାତ୍ରିରେ ହିଁ ଇନ୍ଦ୍ରଦ୍ୟୁମ୍ନଙ୍କୁ ଖୋଜିବାକୁ ବାହାରିଗଲେ। ବହୁତ ଖୋଜିଲା ପରେ ଶେଷରେ ସମୁଦ୍ର କୂଳରେ ମୁଣ୍ଡ ପୋତି ଅତ୍ୟନ୍ତ ଦୁଃଖିତ ଅବସ୍ଥାରେ ବସିଥିବା ରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କୁ ମିଳିଗଲେ। ଇନ୍ଦ୍ରଦ୍ୟୁମ୍ନଙ୍କୁ ଦେଖିବା କ୍ଷଣି ରାଜା ଗାଲମାଧବ ତାଙ୍କ ପାଦତଳେ ପଡ଼ିଗଲେ ଏବଂ ନିଜ ମୂର୍ଖତା ପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କଲେ। ତତ୍ପଶ୍ଚାତ୍ ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ନିଜ ମହଲକୁ ନେଇ ଆସିଲେ। ପରଦିନ ସକାଳୁ ଉଭୟ ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ଗାଲମାଧବ ମିଶିକରି ମନ୍ଦିରକୁ ଗଲେ ଓ ଭଗବାନ ବିଷ୍ଣୁଙ୍କ ପାଖରେ ଅଧିଆ ପଡ଼ି ପୋତି ହୋଇ ରହିଥିବା ତ୍ରିମୂର୍ତ୍ତିଙ୍କ ସନ୍ଧାନ ଦେବାକୁ ପ୍ରାର୍ଥନା କଲେ। ଯେତେବେଳେ ସେମାନେ ମନ୍ଦିର ବାହାରକୁ ଆସିଲେ ସେତିକିବେଳେ ଜୋର ଜୋରରେ ବାତ୍ୟା ପବନ ବହିବାକୁ ଲାଗିଲା। ତୋଫାନର ପ୍ରକୋପରେ ନିକଟସ୍ଥ ଏକ ମୁଣ୍ଡିଆରୁ ଧୀରେ ଧୀରେ ବାଲୁକା ସଫା ହେବାକୁ ଲାଗିଲା। ବାଲି ସଫା ହେଉ ହେଉ ଭିତରେ ଥିବା ପ୍ରାଚୀନ ମୂର୍ତ୍ତିଶାଳାର ଆକାର ବାହାରକୁ ଦେଖାଗଲା। ଏହି ଦୃଶ୍ୟ ଦେଖି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଚକ୍ଷୁରୁ ଅନର୍ଗଳ ଅଶ୍ରୁ ନିର୍ଗତ ହେବାକୁ ଲାଗିଲା। ସବୁ ବାଲି ହଟିସାରିବା ପରେ ମୂର୍ତ୍ତିଶାଳାର ଦ୍ୱାର ବି ଆପେ ଆପେ ଖୋଲିବାକୁ ଲାଗିଲା ଏବଂ ସେଥିରେ ରଖା ହୋଇଥିବା ତ୍ରିମୂର୍ତ୍ତିଙ୍କ ଦିବ୍ୟ ପ୍ରକାଶରେ ସମଗ୍ର ବାତାବରଣ ଉଦ୍ଭାସିତ ହେବାକୁ ଲାଗିଲା। ଉପଯୁକ୍ତ ସମୟ ଉପନୀତ ହେବାରୁ ପ୍ରଜାପିତା ବ୍ରହ୍ମା, ଦେବରାଜ ଇନ୍ଦ୍ର ଏବଂ ଦେବର୍ଷି ନାରଦ ପ୍ରକଟ ହେଲେ। ବ୍ରହ୍ମାଙ୍କ ପୌରୋହିତ୍ୟରେ ତିନି ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପାଦିତ ହେଲା। ଦ୍ୱାପର ଯୁଗରେ ଅର୍ଜୁନ ଏବଂ ଜାରାଙ୍କ ଦ୍ୱାରା ବିସର୍ଜିତ ହୋଇଥିବା ଶ୍ରୀକୃଷ୍ଣଙ୍କ ଦେହାବଶେଷ ଏକ ଶକ୍ତିପୁଞ୍ଜ ରୂପରେ ଆବିର୍ଭାବ ହୋଇ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ମଧ୍ୟରେ ପ୍ରବେଶ କରାଗଲା। ଏହି ଅଲୌକିକ ଦୃଶ୍ୟ ଦେଖି ସ୍ୱର୍ଗରୁ ସମସ୍ତ ଦେବତା ପୁଷ୍ପବୃଷ୍ଟି କରିବାକୁ ଲାଗିଲେ। ଭଗବାନ ଜଗନ୍ନାଥଙ୍କ ପ୍ରତିଷ୍ଠା କରି ନିଜ ଇହକାଳର ସମସ୍ତ କର୍ତ୍ତବ୍ୟରୁ ମୁକ୍ତ ହୋଇ ରାଜା ଇନ୍ଦ୍ରଦ୍ୟୁମ୍ନ ନିଜ ନଶ୍ୱର ଶରୀର ତ୍ୟାଗ କରିଥିଲେ ଏବଂ ବୈକୁଣ୍ଠରେ ବିଶ୍ୱାବସୁଙ୍କ ନିକଟରେ ନିଜ ସ୍ଥାନ ଗ୍ରହଣ କରିଥିଲେ। ଆଜି ବି ସମଗ୍ର ବିଶ୍ୱରେ ଭଗବାନ ଜଗନ୍ନାଥ ଏକମାତ୍ର ଏପରି ଦେବତା ଯାହାଙ୍କ ବିଗ୍ରହ ଜୀବନ୍ତ ଅବସ୍ଥାରେ ଅଛି। ଶ୍ରୀକୃଷ୍ଣଙ୍କ ସେହି ଦେହାବଶେଷ ଆଜି ବି ଜଗନ୍ନାଥଙ୍କ ପ୍ରତିମା ଭିତରେ ବାସ କରୁଅଛି, ଯାହାକୁ କି ବ୍ରହ୍ମ ପଦାର୍ଥ ବୋଲି କୁହାଯାଏ। ପ୍ରତି 12 ବର୍ଷରେ ଥରେ କୌଣସି ଜୀବିତ ମନୁଷ୍ୟ ପରି ହିଁ ଭଗବାନ ଜଗନ୍ନାଥଙ୍କ ଅନ୍ତିମ ସଂସ୍କାର କରାଯାଏ ଏବଂ ସେହି ସମୟରେ ନିର୍ମିତ ନୂଆ ପ୍ରତିମା ମଧ୍ୟରେ ପ୍ରାଣସ୍ୱରୂପ ଶ୍ରୀକୃଷ୍ଣଙ୍କ ଏହି ଦେହାବଶେଷକୁ ସ୍ଥାପିତ କରିଦିଆଯାଏ। ଏହି ପ୍ରକ୍ରିୟା ନବକଳେବର ନାମରେ ନାମିତ। ଭଗବାନ ନୀଳମାଧବଙ୍କ କଥା ଅନୁସାରେ
ଆଜି ବି ବିଶ୍ୱାବସୁଙ୍କ ବଂଶଜ ହିଁ ଜଗନ୍ନାଥଙ୍କ ଆଦ୍ୟ ସେବକ ଅଟନ୍ତି, ଯାହାଙ୍କୁ କି ଦଇତାପତି କୁହାଯାଏ। ଆଜି ପାଇଁ ଏତିକି। ଭଲ ଲାଗିଥିଲେ ନିଶ୍ଚିତ ଭାବରେ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ।